ଆଜ୍ଞା କ'ଣ କହିବେ ସଖୀବଟର କ'ଣ ମାହାତ୍ମ୍ୟ ରହିଛି ଯେହେତୁ ଆଜି ଯଜ୍ଞ ଚାଲିଥିଲା ଏବଂ ଆଜି ଯଜ୍ଞର ପୂର୍ଣ୍ଣାହୁତି ଦିବସ କ'ଣ କହିବେ? ମୁଁ ଅକ୍ଷୟ କୁମାର ପାଣି ଗୁପ୍ତ କ୍ଷେତ୍ର ସଖୀବଟର ଟ୍ରଷ୍ଟ ବୋର୍ଡ଼ ଅଛି। ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ତଥା ଯଜ୍ଞ ପରିଚାଳନା କମିଟି ଉପଦେଷ୍ଟା ଅଛି। ଚଳିତ ବର୍ଷ ଗୁପ୍ତ କ୍ଷେତ୍ର ଯାହାକି ପ୍ରାଚୀନ ଶ୍ରୀ ବଳଦେବ ସଂସ୍କୃତିର ପୀଠ, ଏହି ପୀଠରେ ଚଳିତ ବର୍ଷ ద్వాదశତମ ବିଶ୍ୱଶାନ୍ତି ମହାଯଜ୍ଞ ଚାଲୁ ରହିଥିଲା ଗତ ଶ୍ରୀରାମ ନବମୀରୁ। ଆଜି ଏହାର ପୂର୍ଣ୍ଣାହୁତି ଆଜି କାର୍ଯ୍ୟକ୍ରମରେ ଜାରି ରହିଛି। ତ ଏହି ଅବସରରେ ଆଜି ପ୍ରାୟ 7ରୁ 8 ହଜାର ଶ୍ରଦ୍ଧାଳୁ ପୂର୍ଣ୍ଣାହୁତିରେ ସାମିଲ ହୋଇଛନ୍ତି ଏବଂ ନାମଯଜ୍ଞ ମଧ୍ୟ ସେମାନେ ସାମିଲ ହୋଇଛନ୍ତି। ତା ସହିତ ଆଉ ଯେଉଁ ହରିହାଟ ଚାଲିଛି ହରିହାଟ ଉତ୍ସବରେ ସେମାନେ ସମସ୍ତେ ପ୍ରସାଦ ସେବନ କରୁଛନ୍ତି। ଏହି ଅବସରରେ ଯଦି ଆମେ ମହାପ୍ରଭୁ ଶ୍ରୀ ବଳଦେବଜୀଙ୍କର ଏହି ଯେଉଁ ପ୍ରାଚୀନ ଗୁପ୍ତକ୍ଷେତ୍ରର ପୌରାଣିକ ଇତିବୃତ୍ତିକୁ ଅବଲୋକନ କରିବା, ତେବେ ନିଶ୍ଚିତ ଭାବରେ ମୁଁ ସେ ପୌରାଣିକ କିମ୍ବଦନ୍ତୀ ସମ୍ପର୍କରେ ଏତିକି କହିବି। ଦ୍ୱାପର ଯୁଗର କୁରୁକ୍ଷେତ୍ରର ଯୁଦ୍ଧ ସମୟରେ ଯେଉଁ ଯୁଦ୍ଧ ଥିଲା, ସେ ଯୁଦ୍ଧ ପ୍ରତି ବିମୁଖ ହୋଇ ସେ ତୀର୍ଥାଟନରେ ଆସିଥିଲେ ଏବଂ ବୈତରଣୀ କୂଳରେ ଅବସ୍ଥାନ କରୁଥିଲେ। ମହାପ୍ରଭୁଙ୍କର ସେ ଅବସ୍ଥାନ ସମୟରେ ଉତ୍କଳୀୟ ସାଧୁସନ୍ତଙ୍କ ଉପରେ ଅତ୍ୟାଚାର କରୁଥିବା ଦୈତ୍ୟ କନ୍ଦରାସୁର ସମ୍ପର୍କରେ ଅବଗତ ହେଲେ ଏବଂ ସାଧୁସନ୍ତଙ୍କର ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀ ବଳରାମ କନ୍ଦରାସୁରକୁ ଲଳିତ ବଧ କରି କେନ୍ଦ୍ରାପଡ଼ା ନାମକରଣକୁ ସାର୍ଥକ କରିଥିଲେ ଏବଂ କନ୍ଦରାସୁରର ରୂପସୀ କନ୍ୟା ମରଣ ବୈଷ୍ଣବୀ ତୁଳସୀଙ୍କୁ ବିବାହ କରିଥିଲେ। ତ ସେହି ଆଖ୍ୟାନ ଅନୁସାରେ ଆମ ଜିଲ୍ଲାର ନାମଟି କେନ୍ଦ୍ରାପଡ଼ା ହେଇଛି ଏବଂ ତୁଳସୀ ଦେବୀଙ୍କୁ ବିବାହ କରିଥିବାରୁ ଏହାକୁ ତୁଳସୀ ଦେବୀ କୁହାଯାଏ। ହେଉଛି ପୌରାଣିକ କିମ୍ବଦନ୍ତୀ। ତେବେ ଐତିହାସିକ ପୃଷ୍ଠଭୂମି ଯଦି ଦେଖିବା, ତେବେ କେନ୍ଦ୍ରାପଡ଼ା ସହରର କେନ୍ଦ୍ରସ୍ଥଳୀରେ ମହାପ୍ରଭୁ ଶ୍ରୀ ବଳଦେବଜୀଙ୍କର ଯେଉଁ ପ୍ରାଚୀନ ମନ୍ଦିର ଥିଲା, ସେ ମନ୍ଦିରକୁ 1663 ମସିହାରେ ମୋଗଲ ଆକ୍ରମଣ ସମୟରେ ଏହାକୁ ଭାଙ୍ଗିବାର ଯୋଜନା ହେଇଥିଲା ଏବଂ ଏହାର ଅବ୍ୟବହିତ ପୂର୍ବରୁ ମନ୍ଦିରକୁ ଭଙ୍ଗାଯିବା ପୂର୍ବରୁ ଭକ୍ତମାନେ ଏବଂ ତତ୍କାଳୀନ ପୂଜଙ୍କ ରାଜାଙ୍କ ସହଯୋଗରେ କେନ୍ଦ୍ରାପଡ଼ା ସହରର ମହାପ୍ରଭୁଙ୍କ ଅକ୍ଷତ ଭାବରେ ଏହି ଗୁପ୍ତକ୍ଷେତ୍ର ସଖୀବଟରେ ବେଲ ବଳରାମପୁର ସ୍ଥିତ ଗୁପ୍ତକ୍ଷେତ୍ର ସଖୀବଟ, ଯାହାକି ନୂଆନଦୀପରେ ଅବସ୍ଥିତ। ଏଠାରେ ମହାପ୍ରଭୁ 12 ବର୍ଷ ଧରି ଲୁଚାଇ ରଖାଯାଇଥିଲା ଏବଂ ତାଙ୍କର ଦେବନୀତି ଏଇଠି କରାଯାଉଥିଲା। 12 ବର୍ଷର ମହାପ୍ରଭୁଙ୍କର ଏଠିକାର ରହଣି କାଳର ଦିବ୍ୟ ସତ୍ତା ତାକୁ ଅନୁଭବ କରିବା ପାଇଁ ଏଠାରେ ଏକ ଦିବ୍ୟ ମନ୍ଦିର କରାଯାଇଛି। ପରବର୍ତ୍ତୀ ସମୟରେ ପୂଜକ ରାଜାଙ୍କ ଦ୍ୱାରା ଏବଂ ଛେଦରା ରାଜାଙ୍କ ଦ୍ୱାରା ମିଳିତ ପ୍ରୟାସରେ ସାମ୍ପ୍ରତିକ ଇଚ୍ଛାପୁରରେ ବୌଦ୍ଧଙ୍କ ମନ୍ଦିର ନିର୍ମାଣ ହୋଇଥିଲା। ତେବେ ଶ୍ରୀ ବଳଦେବ ସଂସ୍କୃତିରେ ଅନନ୍ୟ ପ୍ରାଚୀନ ପୀଠରେ ଗତ 2003 ମସିହା ଠାରୁ ଏହି କ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଅବସରରେ ସାଧୁସନ୍ତଙ୍କ ଦ୍ୱାରା ଯଜ୍ଞର ଉଦ୍ଘାଟନ କରାଯାଇଥିଲା ଶ୍ରୀରାମ ନବମୀରେ। ଆଜି ଏହାର ଉଦ୍ଯାପନ ବା ଯଜ୍ଞର ପୂର୍ଣ୍ଣାହୁତି। ତ ଏହି ଅବସରରେ ନିଶ୍ଚିତ ଭାବରେ ଚଳିତ ବର୍ଷର ଯଜ୍ଞ କାର୍ଯ୍ୟକ୍ରମ ଏବଂ ମଞ୍ଚରେ ଯେଉଁ ଦିବ୍ୟ ପ୍ରବଚନ ଏବଂ ଭଜନ ସମାରୋହ, ସବୁ କାର୍ଯ୍ୟକ୍ରମଗୁଡ଼ିକ ଅତି ସଫଳତାର ସହିତ ସମାପନ ହୋଇଛି। ଗତ 2 ବର୍ଷ ଧରି ଏହି ମନ୍ଦିରର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କ ଟ୍ରଷ୍ଟ ବୋର୍ଡ଼, ଯାହାକି ଆଇନ ବିଭାଗ ଅଧୀନରେ ଅଛି, ଟ୍ରଷ୍ଟ ବୋର୍ଡ଼ ପରିଚାଳିତ ହେଉଛି ଏବଂ ଯଜ୍ଞ ପରିଚାଳନା ପାଇଁ ସ୍ଥାନୀୟ ଅଞ୍ଚଳରୁ 60ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଯଜ୍ଞ ପରିଚାଳନା କମିଟି କରାଯାଇଛି। ତେଣୁ ଟ୍ରଷ୍ଟ ବୋର୍ଡ଼ ଓ ଯଜ୍ଞ ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ଏହି ଯଜ୍ଞ ଚଳିତ ଅତି ମାତ୍ରାରେ ସଫଳ ହୋଇଛି। ପ୍ରତ୍ୟେକ ହଜାର ହଜାର ଭକ୍ତ ଏଠାକୁ ଆସି କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି।